ଯେଉଁଠିକି ଫିଲ୍ମ ଦେଖିବା ପାଇଁ ଲୋକମାନେ ପାଗଳ ହୁଅନ୍ତି। ନମ୍ବର ଏକ ମହାରାଷ୍ଟ୍ର ବା ମୁମ୍ବାଇ ବଲିଉଡ଼ ଫିଲ୍ମ ପାଇଁ ସାରା ଦୁନିଆରେ ପ୍ରସିଦ୍ଧି ଲାଭ କରିଥିବା ଏହି ସହର ଏବଂ ଏହି ରାଜ୍ୟ ଭାରତର ସବୁଠାରୁ 1 ନମ୍ବର ସ୍ଥାନରେ ରହିଛି। ଫିଲ୍ମ ଦେଖିବା ପାଇଁ ସମସ୍ତେ ପାଗଳ ହୁଅନ୍ତି ଆଉ ହିରୋମାନଙ୍କୁ ଏବଂ ହିରୋଇନମାନଙ୍କୁ ଦେଖିବା ପାଇଁ ସବୁଠାରୁ ପାଗଳ ଭଳି ଘୁରି ବୁଲନ୍ତି ଏଇ ମୁମ୍ବାଇ ସହରର ଲୋକମାନେ। ନମ୍ବର 2 ତାମିଲନାଡ଼ୁ। ଏଠି ମଧ୍ୟ ମୁମ୍ବାଇ ଠାରୁ କମ୍ ନୁହନ୍ତି। ଏଠି ହିରୋମାନଙ୍କୁ ଭଗବାନ ଭଳି ପୂଜା କରନ୍ତି, ବାପା ମା' ଠାରୁ ଅଧିକ ସମ୍ମାନ ଦିଅନ୍ତି। ତେଣୁକରି ଏ ହେଉଛି ତାମିଲନାଡ଼ୁ। ବର୍ତ୍ତମାନ ଫିଲ୍ମ ଦେଖିବା ପାଇଁ ଲୋକମାନେ ପାଗଳ ମଧ୍ୟରେ ଏମାନେ ହେଉଛନ୍ତି ନମ୍ବର 2। ନମ୍ବର 3 ହେଉଛି ତେଲେଙ୍ଗାନା। ଏଠି ମଧ୍ୟ ତେଲୁଗୁ ଫିଲ୍ମ ପାଇଁ ସମସ୍ତେ ପାଗଳ। ନିଜର କାମଧନ୍ଦା ଛାଡ଼ି ଏମାନେ ଫିଲ୍ମ ଦେଖିବା ପାଇଁ ଅଧିକ ପାଗଳ। ଯେମିତିକି ହିରୋମାନେ ଯେଉଁ ଫିଲ୍ମ କଳାକାରମାନେ ସେମାନଙ୍କର ବାପା ମା' ବୋଲି ଭାବନ୍ତି। ନମ୍ବର 3 ଆନ୍ଧ୍ରପ୍ରଦେଶ। ଏଠି ମଧ୍ୟ ତେଲେଙ୍ଗାନା ଭଳି ଫିଲ୍ମ ହିରୋମାନଙ୍କୁ ଦେଖିବା ପାଇଁ ପାଗଳ। ଏଇଠି ହେଉଛି ସବୁଠାରୁ ଫିଲ୍ମ ହଲ୍ ଥିବା ରାଜ୍ୟ ମଧ୍ୟରେ ଅନ୍ୟତମ। ଏଠି ଫିଲ୍ମ ଦେଖିବା ପାଇଁ 3 ନମ୍ବରରେ ଏମାନେ ହେଉଛନ୍ତି ପାଗଳ। ନମ୍ବର 4 ବିହାର। ଭୋଜପୁରୀ ଫିଲ୍ମ ପାଇଁ ଏଠି ସମସ୍ତେ ଖେସରୀ ଲାଲକୁ ଦେଖିବା ପାଇଁ ସମସ୍ତେ ପାଗଳ। ଏଇଠି ଯେମିତି ଗୀତ ସେମିତି ଫିଲ୍ମ ହିରୋ ବି ସେମିତି। ସତରେ ଫିଲ୍ମ ଦେଖିବା ପାଇଁ ଏମାନେ ମଧ୍ୟ ଆନ୍ଧ୍ରପ୍ରଦେଶ ବା ମୁମ୍ବାଇ ଠାରୁ ମଧ୍ୟ କମ୍ ନୁହନ୍ତି। ସତରେ ଯେମିତି ଏଠି ଫିଲ୍ମ ହିରୋମାନେ ତାଙ୍କ ବାପା ମାଆଙ୍କର ସେବା କରନ୍ତି, ସେମିତି ପାଇଁ ଏମାନେ ଫିଲ୍ମ ଦେଖିବା ପାଇଁ ପାଗଳ। ନମ୍ବର 4 ଏମାନେ। ନମ୍ବର 5 ବର୍ତ୍ତମାନ ହେଉଛି କେରଳର ମଧ୍ୟ ଏଠି କୌଣସି ଗୁଣରେ କମ୍ ନୁହନ୍ତି। ଫିଲ୍ମ ପାଇଁ ପାଗଳ ଭଳି ଦେଖନ୍ତି। ଏଠି ଯେମିତି ଭାଷା ସେମିତି ଫିଲ୍ମ। ଏଠି ମଧ୍ୟ ନିଜକୁ ନିଜେ ଫିଲ୍ମ ଦେଖି ନିଜକୁ ରାଷ୍ଟ୍ରପତି ବା ଗୋଲ୍ଡ ମେଡାଲିଷ୍ଟ ବୋଲି ନିଜକୁ ଭାବନ୍ତି। ସତରେ ସେମାନେ ସ୍ୱର୍ଣ୍ଣ ପଦକ ଜିତି ଯାଇଥିବେ ଅଲିମ୍ପିକରୁ, ସେମିତି ଭାବନ୍ତି ଏମାନେ ଫିଲ୍ମ ଦେଖିବା ପାଇଁ। ଏଥିରେ ବନ୍ଧୁମାନେ କୁହନ୍ତୁ, ଆପଣ କେଉଁ ଫିଲ୍ମ ଦେଖିବା ପାଇଁ ସବୁଠାରୁ ଅଧିକ ପସନ୍ଦ ପାଆନ୍ତି? ତେଲୁଗୁ, ହିନ୍ଦୀ, ମରାଠୀ, ତାମିଲନାଡ଼ୁ, ଗୁଜୁରାଟୀ, ଓଡ଼ିଆ, ବଙ୍ଗାଳୀ କ'ଣ ଦେଖିବା ପାଆନ୍ତି? ଆପଣମାନେ କମେଣ୍ଟ କରି ନିଶ୍ଚୟ ଦିଅନ୍ତୁ। ଆଉ ଗୋଟେ ଭିଡ଼ିଓରେ ଆପଣମାନଙ୍କୁ ହିରୋମାନଙ୍କ ସହିତ ମିଳାଇବା ପାଇଁ ଚେଷ୍ଟା କରିବି। ରହୁଛି, ନମସ୍କାର, ଥ୍ୟାଙ୍କ ୟୁ।